ମାନେ ଆଜି ଆମେ ଆମ ନବମ ଶ୍ରେଣୀ ଲାଇଫ ସାଇନ୍ସର ଖାଦ୍ୟ ସମ୍ପଦର ଉନ୍ନତିକରଣର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ଦେଇଛି ଆଜିର ଯୁଗରେ ଖାଦ୍ୟ ଉତ୍ସର ଉନ୍ନତିକରଣ ଉପରେ କାହିଁକି ଗୁରୁତ୍ୱ ଦିଆଯାଉଛି? ପିଲାମାନେ ଖାଦ୍ୟର ଉତ୍ସରେ ଉନ୍ନତିକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି କାରଣ ବର୍ତ୍ତମାନ ମନୁଷ୍ୟ ନିଜ ଖାଦ୍ୟର ଆବଶ୍ୟକତା ପାଇଁ ମୁଖ୍ୟତଃ କୃଷି ଓ ପଶୁପାଳନ ଉପରେ ନିର୍ଭର କରୁଛି। ବର୍ତ୍ତମାନ ଜନସଂଖ୍ୟା ବିସ୍ଫୋରଣ ଏକ ମୁଖ୍ୟ ସମସ୍ୟା ଓ ଏଥିପାଇଁ ଅଧିକରୁ ଅଧିକ ଖାଦ୍ୟ ଆବଶ୍ୟକ। ବର୍ତ୍ତମାନର ପରିବର୍ତ୍ତିତ ପରିବେଶ, ଜଳବାୟୁର ପରିବର୍ତ୍ତନ, ଚାଷ ଜମିର ପରିମାଣ ହ୍ରାସ ହେଉଥିବାରୁ ଚାଷରେ ଉତ୍ପାଦନ କମିବାରେ ଲାଗିଛି। ତେଣୁ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। 2 ନମ୍ବର ପ୍ରଶ୍ନ ପିଲାମାନେ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ କି ପଦକ୍ଷେପ ଦରକାର ତାହା ଉଲ୍ଲେଖ କର। ପିଲାମାନେ ଉଦ୍ଭିଦର ପୋଷକ ଦ୍ରବ୍ୟ ଓ ପୋଷକର ବ୍ୟବହାର କରିବା, ଉଚ୍ଚ ଗୁଣବତ୍ତା ସମ୍ପନ୍ନ ମଞ୍ଜି ଓ ଚାରାର ଚୟନ କରିବା, ପୀଡ଼କ କୀଟ ଦମନ ଓ ଫସଲକୁ ରୋଗମୁକ୍ତ କରିବା ଆବଶ୍ୟକ। ଉତ୍ପାଦନ ବୃଦ୍ଧି ପାଇଁ ମିଶ୍ରିତ କୃଷି ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। 3 ନମ୍ବର ପ୍ରଶ୍ନ ପିଲାମାନେ ପଶୁପାଳନ କହିଲେ କ'ଣ ବୁଝ? ତାହେଲେ ପିଲାମାନେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନରେ ଉନ୍ନତ ଖାଦ୍ୟ, ବାସଗୃହ, ପ୍ରଜନନ ଓ ରୋଗ ନିରାକରଣ କରି ପଶୁ ସମ୍ପଦରୁ ଅଧିକରୁ ଅଧିକ ଉତ୍ପାଦନ କରିବାକୁ ପଶୁପାଳନ କୁହାଯାଏ। ଆମର ଜନସଂଖ୍ୟା ବୃଦ୍ଧି ହେତୁ କ୍ଷୀର, ଅଣ୍ଡା, ମାଂସ ଆଦି ଖାଦ୍ୟ ପଦାର୍ଥର ଚାହିଦା ବଢ଼ିବାରେ ଲାଗିଛି। ତେଣୁ ସେସବୁର ବୃଦ୍ଧି ନହେଲେ ସମସ୍ତଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇବା ସମ୍ଭବ ହେବ ନାହିଁ। 4 ନମ୍ବର ପ୍ରଶ୍ନ ପିଲାମାନେ ଗୋପାଳନ ନିମିତ୍ତ କେଉଁ କେଉଁ ବିଷୟ ପ୍ରତି ଗୁରୁତ୍ୱ ଦେବାକୁ ପଡ଼େ? ତାହେଲେ ପିଲାମାନେ ଗୋପାଳନ ନିମିତ୍ତ ଆମକୁ ବାସସ୍ଥାନ, ଗୋଖାଦ୍ୟ ଓ ରୋଗ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। ପ୍ରଥମ ଦେଲା ବାସସ୍ଥାନ। ଗୋପାଳନ ନିମିତ୍ତ ଗୁହାଳ ଥିବା ଆବଶ୍ୟକ, ଯେଉଁଠି ବାୟୁ ଚଳାଚଳ ଭଲ ଭାବେ ହୋଇପାରୁଥିବ। ଗୁହାଳର ଚଟଣା ଖଦଖଦଡ଼ିଆ ଓ ଗଡ଼ାଣିଆ ହେଲେ ତାହାକୁ ପରିଷ୍କାର କରିବା ସୁବିଧା ହୁଏ ଓ ଗୁହାଳ ଶୁଖିଲା ରହେ। ନେକ୍ସଟ ଆମର ଗୋଖାଦ୍ୟ। ଗୋଖାଦ୍ୟ 2 ପ୍ରକାର ଯଥା ଜୀବନ ଧାରଣର ଖାଦ୍ୟ ଓ ଉତ୍ପାଦକ ଖାଦ୍ୟ। କଞ୍ଚା ଘାସ, ଡାଳପତ୍ର, ନଡ଼ା ଆଦି ଜୀବନ ଧାରଣ ଖାଦ୍ୟର ଯାଉଥିବା ବେଳେ ଖାଦ୍ୟଶସ୍ୟ, ତେଲ ପିଡ଼ିଆ, ବିରି, କୋଳଥ ପରି ଦାନା ଜାତୀୟ ଖାଦ୍ୟ ଉତ୍ପାଦକ ଖାଦ୍ୟରେ ଯାଇଥାଏ। ସେମିତି ଆଉ କ'ଣ? ରୋଗ ନିୟନ୍ତ୍ରଣ। ସୁସ୍ଥ ଗାଈଗୋରୁମାନଙ୍କର ଥେମାଣି ଓଦାଳିଆ ଥିବା ବେଳେ ରୋଗିଣା ହୋଇଥିବା ଗାଈଗୋରୁମାନଙ୍କର ଥୋମିଣା ଶୁଖିଲା ଦେଖାଯାଏ। ରୋଗ ପ୍ରତିରୋଧକ ଟୀକା ଉଚିତ ସମୟରେ ଦେବା ଆବଶ୍ୟକ। 5 ନମ୍ବର ପ୍ରଶ୍ନ ପିଲାମାନେ ଗୋଖାଦ୍ୟ କେତେ ପ୍ରକାରର? ଗୋଖାଦ୍ୟ ପିଲାମାନେ 2 ପ୍ରକାରର। ଗୋଟେ ହେଲା ଜୀବନ ଧାରଣ ଖାଦ୍ୟ, ଆଉ ଗୋଟେ ହେଲା ଉତ୍ପାଦକ ଖାଦ୍ୟ। ଜୀବନ ଧାରଣ ଖାଦ୍ୟ ଗାଈ ଗୋରୁଙ୍କ ଶରୀର ଗଠନ ନିମନ୍ତେ ଆବଶ୍ୟକ। ଏହା ତନ୍ତୁବହୁଳ ଗୋଖାଦ୍ୟ ଯାହାକି କଞ୍ଚା ଘାସ, ଡାଳପତ୍ର, ନଡ଼ାପାଳ ଓ ଶୁଖିଲା ଘାସରୁ ମିଳିଥାଏ। 2 ହେଲା ଉତ୍ପାଦକ ଖାଦ୍ୟ। ଉତ୍ପାଦକ ଖାଦ୍ୟ ଗୋରୁ ଗାଈଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ଓ କାର୍ଯ୍ୟ କରିବାର ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ଦାନା ଜାତୀୟ ଗୋଖାଦ୍ୟ ଯାହାକି ଖାଦ୍ୟଶସ୍ୟ, ତେଲ ପିଡ଼ିଆ, ବିରି, କୋଳଥରୁ ମିଳିଥାଏ। 6 ନମ୍ବର ପ୍ରଶ୍ନ ରୋଗଗ୍ରସ୍ତ ଗାଈ ଗୋରୁଙ୍କୁ କିପରି ଚିହ୍ନଟ କରିବ? ରୋଗିଣା ଗୋରୁ ଗାଈମାନଙ୍କ ଥୋମଣି ଶୁଖିଲା ଥାଏ, ସେମାନଙ୍କର ଖାଦ୍ୟ ଖାଇବାର ପରିମାଣ କମିଯାଏ। 7 ନମ୍ବର ପ୍ରଶ୍ନ କେଉଁ କେଉଁ ଉଦ୍ଦେଶ୍ୟରେ କୁକୁଡ଼ା ପାଳନ କରାଯାଏ? କୁକୁଡ଼ା ପାଳନ ସାଧାରଣତଃ ଅଣ୍ଡା ଓ ମାଂସ ପାଇଁ କରାଯାଇଥାଏ। ଅଣ୍ଡା ଦେବା ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ା ଗୁଡ଼ିକ ଆକାରରେ ବଡ଼ ହୋଇଥାନ୍ତି। ମାଂସ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ା ଗୁଡ଼ିକ କାମ ସମୟରେ ଅଧିକ ଓଜନ ହୋଇଥିବାରୁ ଏମାନଙ୍କ ଠାରୁ ଅଧିକ ପରିମାଣର ମାଂସ ମିଳିଥାଏ। 8 ନମ୍ବର ପ୍ରଶ୍ନ ଶଙ୍କରୀକରଣ କୁକୁଡ଼ାଠାରେ କି ଗୁଣ ଦେଖିବାକୁ ପାଇବା? ତାହେଲେ ସଂଖ୍ୟାତ୍ମକ ଓ ଗୁଣାତ୍ମକ ଚିଆଁ ଉତ୍ପାଦନ କରିବାକୁ ଦେଖିବାକୁ ପାଇବା। ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଚିଆଁ ଉତ୍ପାଦନ ନିମନ୍ତେ ଉନ୍ନତ ଅଣ୍ଡିରା ଓ ମାଇ କୁକୁଡ଼ା ସୃଷ୍ଟି କରିବା। ଗ୍ରୀଷ୍ମ ଦିନେ ପରିବେଶକୁ ଖାପ ଖୁଆଇ ଚଳିପାରୁଥିବା ତଥା ଉଚ୍ଚ ତାପକୁ ସହ୍ୟ କରିପାରୁଥିବା କୁକୁଡ଼ାକୁ ସୃଷ୍ଟି କରିବା। ପରିଚାଳନାଗତ ଖର୍ଚ୍ଚ କମ୍। ଅଣ୍ଡା ଦେବା କୁକୁଡ଼ାର ଆକାର ଛୋଟ କରି ଶସ୍ତାରେ ମିଳୁଥିବା କୃଷିଜାତ ପଦାର୍ଥକୁ ଖାଦ୍ୟ ଭାବରେ ବିନିଯୋଗ କରିବା। 9 ନମ୍ବର ପ୍ରଶ୍ନ ପିଲାମାନେ ମାଂସ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ାର ଖାଦ୍ୟରେ କି ଭିଟାମିନ୍ ଅଧିକ ପରିମାଣ ରହିଥାଏ?
ତାହେଲେ ମାଂସ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ାମାନଙ୍କର ଖାଦ୍ୟରେ ପୁଷ୍ଟିସାର ଓ ସ୍ନେହସାର ସହିତ ଭିଟାମିନ୍ ଏ କେ ଅଧିକ ପରିମାଣର ଥାଏ। 10 ନମ୍ବର ପ୍ରଶ୍ନ, ଭାରତରେ ମାଛକୁ କାହିଁକି ବହୁଳ ଭାବରେ ଖାଦ୍ୟ ରୂପରେ ବ୍ୟବହାର କରାଯାଏ? ପିଲାମାନେ, ଭାରତ ହେଉଛି ଏକ ବିଶାଳ ଦେଶ, ବିକାଶଶୀଳ ଦେଶ ମଧ୍ୟ ଓ ଏଠାରେ ପୁଷ୍ଟିସାର ଜାତୀୟ ଖାଦ୍ୟର ଚାହିଦା ଅଧିକ। ମାଛ ଏକ ପୁଷ୍ଟିସାର ଜାତୀୟ ଖାଦ୍ୟ ଓ ଏହା ସହଜରେ ସୁଲଭ ମୂଲ୍ୟରେ ମିଳିଥାଏ। ତେଣୁ ମାଛକୁ ବହୁଳ ଭାବରେ ଖାଦ୍ୟ ରୂପେ ବ୍ୟବହାର କରାଯାଏ। 11 ନମ୍ବର ପ୍ରଶ୍ନ, ସାମୁଦ୍ରିକ ମାଛ ଧରିବା ପାଇଁ କେଉଁ ନୂତନ ପଦ୍ଧତି ପ୍ରୟୋଗ କରାଯାଉଛି? ପିଲାମାନେ, ବର୍ତ୍ତମାନ ଯୁଗରେ ମାଛ ଧରିବା ପାଇଁ ଉପଗ୍ରହ ଓ ସମ୍ବେଦୀ ତରଙ୍ଗର ବା ସୋନାର ବ୍ୟବହାର କରାଯାଉଛି। 12 ନମ୍ବର ପ୍ରଶ୍ନ, ମେରିକଲଚର କହିଲେ କ'ଣ ବୁଝ? ପିଲାମାନେ, ଆବଦ୍ଧ ପୋଖରୀରେ ମାଛ ଚାଷ କରିବାକୁ ଆମେ ଆକ୍ୱାକଲଚର କହିବା। ତାହେଲେ ସମୁଦ୍ରରେ ମାଛ ଧରିବାକୁ ହେଲା ଆମେ ମେରିକଲଚର କହିବା। ସମୁଦ୍ରରେ ମାଛ ଧରିବାକୁ କ'ଣ ମେରିକଲଚର କୁହାଯାଏ। ଆକ୍ୱାକଲଚର ପିଲାମାନେ ତୁମକୁ ସେଇଠି କହିଦେଲି ହେଲା। ଆବଦ୍ଧ ପୋଖରୀରେ ମାଛ ଧରିବାକୁ ଆମେ ଆକ୍ୱାକଲଚର କହିବା, ସମୁଦ୍ରରେ ମାଛ ଧରିବାକୁ ଆମେ ମେରିକଲଚର କହିବା ହେଲା। ଏଇଟା ହେଲା ସମୁଦ୍ର। ନେକ୍ସଟ 14 ନମ୍ବର, ପ୍ରାକୃତିକ ଜଳାଶୟରୁ ମାଛ ଜାଆଁଳା ସଂଗ୍ରହ କରିବା ବେଳେ କି ପ୍ରକାର ଅସୁବିଧା ମାନ ଦେଖାଯାଏ? ତାହେଲେ ପିଲାମାନେ, ପ୍ରାକୃତିକ ଜଳାଶୟରୁ ମାଛ ଜାଆଁଳ ସଂଗ୍ରହ କଲାବେଳେ ଅନେକ ଅଦରକାରୀ ମାଛ ମିଶ୍ରିତ ଅବସ୍ଥାରେ ରହିଥାଏ, ଯାହା ମାଛ ଉତ୍ପାଦନରେ ବାଧା ସୃଷ୍ଟି କରେ। ମାଛମାନେ ବର୍ଷା ଋତୁ ଆରମ୍ଭରେ ଅଣ୍ଡା ଦେଉଥିବାରୁ ଓ ସେତେବେଳେ ଜଳାଶୟ ପୂର୍ଣ୍ଣ ହୋଇ ରହିଥିବାରୁ ସେତେବେଳେ ଜାଆଁଳା ସଂଗ୍ରହ କରିବାରେ ଅସୁବିଧା ହୁଏ। ନେକ୍ସଟ ପିଲାମାନେ ଆମକୁ ଦେଇଛି ପାର୍ଥକ୍ୟ ଦର୍ଶାଅ। ଏସବୁର ଆମେ ପାର୍ଥକ୍ୟ ଦର୍ଶାଇବା। ପ୍ରଥମେ ଦେଇଛି ତନ୍ତୁବହୁଳ ଗୋଖାଦ୍ୟ ଆଉ ଦାନା ଜାତୀୟ ଗୋଖାଦ୍ୟ। ପିଲାମାନେ, ତନ୍ତୁବହୁଳ ଗୋଖାଦ୍ୟରେ କ'ଣ ଲେଖିବା? ଏହା ଜୀବନ ଧାରଣ ଖାଦ୍ୟ ଯାହା ଗୋରୁ ଗାଈଙ୍କର ଶରୀର ଗଠନ ନିମନ୍ତେ ଆବଶ୍ୟକ। ଆଉ ଦାନା ଜାତୀୟ ଖାଦ୍ୟ ହେଲା ଉତ୍ପାଦକ ଖାଦ୍ୟ ଯାହା ଗାଈ ମଇଁଷି ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି କରିଥାଏ ଓ ବଳଦର କାର୍ଯ୍ୟ କରିବାର ଶକ୍ତି ବୃଦ୍ଧି କରେ। ତନ୍ତୁବହୁଳ ଗୋଖାଦ୍ୟରେ କଞ୍ଚା ଘାସ, ଶୁଖିଲା ଘାସ, ନଡ଼ାପାଳ ଓ ଡାଳପତ୍ର ରହିଲା। ଏଠି ଖାଦ୍ୟଶସ୍ୟ, ତେଲ ପିଡ଼ିଆ, ବିରି ଓ କୋଳଥ ରହିଲା। ନେକ୍ସଟ, ଖଣିଜ ମିଶ୍ରଣ, ଖାଦ୍ୟ ମିଶ୍ରଣ। ଖଣିଜ ମିଶ୍ରଣରୁ ଅତି ଆବଶ୍ୟକ ଧାତବ ଲବଣ ମିଳେ। ଖାଦ୍ୟ ମିଶ୍ରଣରୁ ସୁଷମ ଖାଦ୍ୟ ମିଳେ ହେଲା। ସୁଷମ ଖାଦ୍ୟ ମିଳେ। ଗର୍ଭବତୀ ଓ କ୍ଷୀର ଦେଉଥିବା ଗାଈ ପାଇଁ ଖଣିଜ ମିଶ୍ରଣ ଅଧିକ ଆବଶ୍ୟକ। ଆଉ ଖାଦ୍ୟ ମିଶ୍ରଣ ହେଉଛି ବାଛୁରୀର ଶରୀର ବୃଦ୍ଧି ଓ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ। ନେକ୍ସଟ, ମାଂସ ଉପଯୋଗୀ କୁକୁଡ଼ା, ଅଣ୍ଡା ଉପଯୋଗୀ କୁକୁଡ଼ା। ମାଂସ ଉପଯୋଗୀ କୁକୁଡ଼ା ଏମାନଙ୍କର ଆକାର ଅପେକ୍ଷାକୃତ ସାନ କିନ୍ତୁ ଏମାନଙ୍କର ବଡ଼। ଏମାନେ କାମ ସମୟରେ ଅଧିକ ଓଜନ ହୋଇଥାନ୍ତି। ଏମାନଙ୍କ ଓଜନ ବଢ଼ିବା ପାଇଁ ଅଧିକ ସମୟ ଆବଶ୍ୟକ। ଉଦାହରଣ ମାଂସ ଉପଯୋଗୀ କୁକୁଡ଼ାର ହେଲା ଫ୍ଲାଇ ମାଉଥ ରକ୍, ବ୍ରାହ୍ମା, ଅସିଲ ଲେଖା ହେଇଛି। ଏଠି ମିନାର୍କା, ହ୍ୱାଇଟ୍ ଲେଗ୍ ହର୍ନ ଓ ଆଙ୍କୋନା। ନେକ୍ସଟ, ମଧୁର ଜଳ ସମ୍ପଦ, ଲବଣ ଜଳ ସମ୍ପଦ। ମଧୁର ଜଳ ସମ୍ପଦ ହେଉଛି ପୋଖରୀ, କେନାଲ, ନଦୀ, ହ୍ରଦ ଓ ଜଳଭଣ୍ଡାର ଆଦିକୁ ମଧୁର ଜଳ ସମ୍ପଦ କହିଲେ। ଲବଣ ଆମର ସମୁଦ୍ର, ମୁହାଣ, ଲବଣାକ୍ତ ହ୍ରଦ। ମଧୁର ଜଳ ସମ୍ପଦର ଏହି ଜଳରେ ଭାକୁର, ମିରିକାଳି, ବିଲାତି, ରୋହି ଭଳି ମାଛଙ୍କୁ ଚାଷ କରାଯାଏ। ଏଥିରେ ଚାନ୍ଦି, ପମ୍ଫ୍ରେଟେରିଆ ମାଛକୁ ଚାଷ କରାଯାଏ। ନେକ୍ସଟ, ଏକକ ମାଛ ଚାଷ, ମିଶ୍ରିତ ମାଛ ଚାଷ। ଆବଦ୍ଧ ପୋଖରୀରେ ଗୋଟିଏ ପ୍ରକାର ମାଛ ଚାଷ କଲେ ତାହାକୁ ଏକକ ମାଛ ଚାଷ କହିବା। ମିଶ୍ରିତ ମାଛ ଚାଷ ବିଭିନ୍ନ ଜାତିର ମାଛକୁ ଏକାଠି ହେଲା ମିଶାଇ ଚାଷ କରିବାକୁ ମିଶ୍ରିତ ଚାଷ କହିବା। ଏକକ ମାଛ ଚାଷରେ ମାଛ ଉତ୍ପାଦନ କମ୍ ହୁଏ। ମିଶ୍ରିତ ମାଛ ଚାଷରେ ମାଛ ଉତ୍ପାଦନ ଅଧିକ ହୁଏ। ଏକକ ମାଛ ଚାଷରେ ଏହା ଏତେ ଲାଭଦାୟକ ନୁହେଁ। ମିଶ୍ରିତ ମାଛ ଚାଷରେ ଏହା ଅଧିକ ଲାଭଦାୟକ। ଭାରତୀୟ ମହୁମାଛି, ଇଟାଲୀୟ ମହୁମାଛି। ଭାରତୀୟ ଏମାନଙ୍କର ମହୁ ସଂଗ୍ରହ ହେଲା ବହୁତ କମ୍ କିନ୍ତୁ ଏମାନଙ୍କର କ୍ଷମତା ଅଧିକ ହେଲା। ଇଟାଲୀୟ ମହୁମାଛିଙ୍କର ଏମାନେ ଅଧିକ ହିଂସ୍ର, ଏମାନେ କମ୍ ହିଂସ୍ର ପ୍ରକୃତି ଅଟନ୍ତି। ଭଲ ବଂଶ ବିସ୍ତାର କରିପାରନ୍ତି ନାହିଁ, ଏମାନେ ଭଲ ବଂଶ ବିସ୍ତାର କରିପାରନ୍ତି। ନେକ୍ସଟ ଆମେ ଶୂନ୍ୟ ସ୍ଥାନ ପୂରଣ କରିବା। ଦୁଗ୍ଧ ଉତ୍ପାଦନ ନିମନ୍ତେ ପାଳନ କରାଯାଉଥିବା ଗାଈକୁ ଦୁଧିଆଳି ଗାଈ କୁହାଯାଏ। କୃଷି କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବହୃତ ପଶୁକୁ ବଳଦ କୁହାଯାଏ। ନେକ୍ସଟ, ଦ୍ରୁତ ଜୈବ ବିଘଟନ ରାସାୟନିକ ସାରରେ ହୋଇନଥାଏ ହେଲା। କଞ୍ଚା ଘାସ ଓ ଡାଳପତ୍ରକୁ ତନ୍ତୁବହୁଳ ଗୋଖାଦ୍ୟ କୁହାଯାଏ।
ପରଜୀବୀ ଦ୍ୱାରା ଗୋରୁ ଗାଈମାନଙ୍କଠାରେ କବକ ଜନିତ ଚର୍ମ ରୋଗ ହୋଇ ଦେଖାଯାଏ। ଉଦ୍ଭିଦର ଆବଶ୍ୟକୀୟ ପୋଷକ ଗୁଡ଼ିକୁ ମୃତ୍ତିକାରେ ଉପଲବ୍ଧ କରାଇବାରେ ସହାୟକ ହେଉଥିବା ଅଣୁଜୀବ ପୋଷଣକୁ ଜୈବ ଉର୍ବରକ ପୋଷକ କୁହାଯାଏ। କର୍ନିଶ କୁକୁଡ଼ା ମାଂସ ଉଦ୍ଦେଶ୍ୟରେ ପାଳନ କରାଯାଏ। ଜୈବିକ କୃଷି ଏକ ପୋଷଣୀୟ କୃଷି ପଦ୍ଧତି। ଆବଦ୍ଧ ପୋଖରୀରେ ହେଉଥିବା ମାଛ ଚାଷକୁ ଆକ୍ୱାକଲଚର କୁହାଯାଏ। ସମୁଦ୍ର ଜଳରେ ହେଉଥିବା ମାଛ ଚାଷକୁ ମେରିକଲଚର କୁହାଯାଏ। ବର୍ଷା ଦିନେ ଚାଷ କରାଯାଇଥିବା ଫସଲକୁ ଖରିଫ କୁହାଯାଏ ଏବଂ ହରମୋନ ପ୍ରୟୋଗ ଦ୍ୱାରା ମାଛମାନଙ୍କର ପ୍ରଜନନ ପ୍ରକ୍ରିୟାକୁ ପ୍ରରୋଚିତ ପ୍ରଜନନ କୁହାଯାଏ। ସେଇଭଳି ଭାବରେ ମହୁ ଫେଣାରୁ ମହୁ ବ୍ୟତୀତ ମହମ ମିଳେ ଯାହା ଔଷଧୀୟ ଶିଳ୍ପରେ ବ୍ୟବହୃତ ହୁଏ। ଆମ ରାଜ୍ୟରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କଟକଠାରେ ଅବସ୍ଥିତ। ନେକ୍ସଟ ଆମେ ରେଖାଙ୍କିତ ଶବ୍ଦକୁ ବଦଳେଇ ଭ୍ରମ ସଂଶୋଧନ କରିବା। ଲାଲ ସିନ୍ଧି ଏକ ବିଦେଶୀ ଗାଈ ନାହିଁ। ଜର୍ସି ବା ବ୍ରାଉନ ସୁଇସ୍ ହେଉଛି ବିଦେଶୀ ଗାଈ ହେଲା। ତାପରେ ଚର୍ମ ରୋଗ ଏକ ଅନ୍ତଃପରଜୀବୀ ଜନିତ ରୋଗ ନାହିଁ, ଏଇଟା ହେବ ଫାଟୁଆ ବା ପ୍ଲିହା ଜ୍ୱର ଯାହା ବି ଲେଖିପାରିବ। ବ୍ରାହ୍ମା ଏକ ଅଣ୍ଡା ଦିଆ କୁକୁଡ଼ା ନାହିଁ। ହ୍ୱାଇଟ୍ ଲେଗ୍ ହର୍ନ ଗୋଟେ ଅଣ୍ଡା ଦିଆ କୁକୁଡ଼ା। ଭାରତର ସମୁଦ୍ର ତଟ ଅଞ୍ଚଳ ଦୈର୍ଘ୍ୟ ହେଲା 7500 କିଲୋମିଟର। ବିଦେଶୀ କାର୍ପ ଦଳ ଓ ଶିଉଳିରୁ ଖାଦ୍ୟ ସଂଗ୍ରହ କରେ। ନେକ୍ସଟ ଆମେ କସ୍ତମ ଖସ୍ତମ ମିଳେଇବା ହେଲା। ତାହେଲେ ଭାକୁର ମାଛ ଆମର କ'ଣ ଜଳ ଉପର ସ୍ତରର ଖାଦ୍ୟ। ରୋହି ମାଛ ଜଳ ମଧ୍ୟ ସ୍ତରର ଖାଦ୍ୟ। ମିରିକାଳି ମାଛ ଜଳ ନିମ୍ନ ସ୍ତରର ଖାଦ୍ୟ। ଆଉ ବିଦେଶୀ କାର୍ପ ହେଉଛି ଜଳ ଓ ଶିଉଳି। 19 ନମ୍ବର ପ୍ରଶ୍ନ, ଦୁଗ୍ଧର ପ୍ରକ୍ରିୟାକରଣରୁ କେଉଁ କେଉଁ ଉତ୍ପାଦ ମିଳେ? ପିଲାମାନେ ଦୁଗ୍ଧର ପ୍ରକ୍ରିୟାକରଣରୁ କ୍ରିମ୍, ଦହି, ଘୋଳ ଦହି, ଘିଅ, ଛେନା, ଘନୀଭୂତ ଦୁଗ୍ଧ, ଗୁଣ୍ଡ ଦୁଗ୍ଧ ଓ ଖୁଆ ଆଦି ଖାଦ୍ୟଦ୍ରବ୍ୟ ମିଳିଥାଏ। ବିଷୟଟି ସମ୍ପୂର୍ଣ୍ଣ ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ, ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ ଏଇଭଳି ଭିଡ଼ିଓ ପାଇଁ। ଧନ୍ୟବାଦ।